ଦେଖନ୍ତୁ ପିଲାମାନେ କୋର୍ 13 ବା କୋର୍ 13 ଆଜି ପଲିଟିକାଲ ସାଇନ୍ସ ପିଲାମାନଙ୍କର ଆମେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ଆଉ ହାତରେ ଆଉ ଟୋଟାଲ ସମୟ ନାହିଁ, ମାତ୍ର 16 ଦିନ ଅଛି ହେଲା। ତ ତାହାରି ଭିତରେ ପଲିଟିକାଲ ସାଇନ୍ସ, ହିଷ୍ଟ୍ରି ଫିଷ୍ଟ୍ରି ସବୁ ପିଲାମାନଙ୍କର ଆମେ କ୍ୱେଶ୍ଚିନ୍ ଡିସ୍କସନ୍ଟା କରିଦେବା, କିଛି ଅସୁବିଧା ନାହିଁ। ଆଉ ଆପଣମାନେ ଏବେଠୁ ଯଦି ପଢ଼ାପଢ଼ି ନ କରିବେ ତାହେଲେ 6th ସେମିଷ୍ଟର କେମିତି ହେବ ଆପଣମାନେ ଜାଣିଥିବେ। ଓକେ, ତ ସେଥିଲାଗି କେହି ବି ହେଳା କରନ୍ତୁ ନାହିଁ, ଏବେଠୁ ସମସ୍ତେ ଲାଗି ପଡ଼ନ୍ତୁ ଆଉ କେମିତି ଭଲ ରେଜଲ୍ଟ କରିବେ ସେ କଥା ଭାବନ୍ତୁ। ଓକେ, କେହି ବି ଆଉ ଗୋଟେ କଥା ସମସ୍ତଙ୍କୁ ମୁଁ ଏତିକି କହିବାକୁ ଚାହୁଁଛି ଯେ 22ରୁ ଆପଣଙ୍କର ଏକ୍ଜାମ, 22ରୁ IPL ମଧ୍ୟ ଷ୍ଟାର୍ଟ। କେହି ବି IPL ଦେଖିବେନି, ଏକ୍ଜାମ ପରେ ପ୍ରଥମେ ଏକ୍ଜାମ ତାପରେ IPL ଦେଖିବେ। ଏଇଟା ସତ କଥା, ରିଅଲ୍ କଥା। କାହିଁକିନା ଦେଖ ତମର ଯଦି ବ୍ୟାକ୍ ଲାଗିଯିବ ତାହେଲେ 1 ଇୟର ତମକୁ ରହିବାକୁ ପଡ଼ିବ, ବୁଝିପାରୁଛ କି ନାହିଁ? ତ ତମର 30ରେ କ'ଣ ଏକ୍ଜାମଟି ସରିଯିବ, ତାପରେ ତମେ କ'ଣ IPL ଆରାମସେ 31ରୁ ଦେଖିପାରିବ, ବୁଝିପାରିଲ? ତ ଛାଡ଼ିଦିଅ, ସବୁ କିଛି ଭୁଲିଯାଅ, ଏବେଠୁ 16 ଦିନ ମାତ୍ର ହାତରେ ଅଛି। ସେଥିପାଇଁ ଏବେଠୁ ପୁରା ଲାଗି ପଡ଼, ଆଉ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ମଧ୍ୟ ଦେଖ ଆଉ ନୋଟ୍ କର, କିଛି ଅସୁବିଧା ନାହିଁ। ମୋ କତିରେ ଯେତିକି ଯାହା ବି ଆନ୍ସର୍ ଅଛି ତାହା କରନ୍ତୁ। ଆଉ ଯାହା ବି ଆପଣଙ୍କ ମୋ କତିରେ PDF ନାହିଁ, ସେଥିପାଇଁ PDF ଥିଲେ ମୁଁ ସବୁ କ୍ୱେଶ୍ଚିନ୍ର ଆନ୍ସର୍ ଦେଇପାରିଥାନ୍ତି। ଯେହେତୁ PDF ନାହିଁ ମୁଁ ସେଥିପାଇଁ କିଛିଟା କ୍ୱେଶ୍ଚିନ୍ର ଆନ୍ସର୍ ଦେବି, ଆଉ କିଛିଟା ଦେଇପାରିବି ନାହିଁ। ଯଦି ତୁମ ପାଖରେ PDF ଅଛି ତାହେଲେ ତୁମେ ଆନ୍ସର୍ ବାହାର କରିଦେବ। ଓକେ, ଆଉ ଡେରି କରିବାନି। ଦେଖନ୍ତୁ, ଦେଖ ପ୍ରଥମେ ଦେଇଛି କ'ଣ, ଲେନିନ୍ଙ୍କ ମତରେ ସାମ୍ରାଜ୍ୟବାଦର ଡ୍ୟାସ୍ ଉଚ୍ଚତମ ସୋପାନ। କ'ଣ ହେବ ନା କ୍ୟାପିଟାଲାଇଜିଂ। ଆର ଆନ୍ସର୍ କ'ଣ ହେବ ନା କ୍ୟାପିଟାଲାଇଜିଂ ବା ପୁଞ୍ଜିବାଦ। ମନେ ରହିଲା ସମସ୍ତଙ୍କର? ତାପରେ ଦେଖ 1 ମାର୍କିଆ ଗୁଡ଼ା ସବୁ ଦେଖିନିଅ, ତାପରେ ଦେଖିବା ସବୁ। ତାପରେ ଦେଇଛି କ'ଣ ନା 1899 ମସିହାରେ ଲେନିନ୍ ଲିଖିତ ପୁସ୍ତକ ଡ୍ୟାସ୍ ପ୍ରକାଶିତ ହୋଇଥିଲା। କେଉଁଠାରେ ନା ରୁଷିଆର ପୁଞ୍ଜିବାଦ ଠାରେ ପ୍ରକାଶିତ ହୋଇଥିଲା। ମନେ ରହିଲା ସମସ୍ତଙ୍କର? ତାପରେ ଦେଖ ତାପରେ ରୁଷିଆର ଅବସ୍ଥାକୁ ଦେଖି ଡ୍ୟାସ୍କୁ ପରିବର୍ତ୍ତନ କରିବା ଲେନିନ୍ଙ୍କର କାର୍ଯ୍ୟ ଥିଲା। ଏହାର ଆନ୍ସର୍ ତ ମୋ କତିରେ PDF ନାହିଁ, ଯେଉଁମାନଙ୍କ ପାଖରେ PDF ପିଲାମାନଙ୍କ ତମ ପାଖରେ ଅଛି ଦେଖିଦେବ ଟିକେ। ତାପରେ ଦେଖ ବିପ୍ଳବର ସଫଳତା ପାଇଁ ମାଓ ସେତୁଙ୍ଗ ଡ୍ୟାନ୍ସଙ୍କର ଭୂମିକା ଉପରେ ଗୁରୁତ୍ୱ ଦେଉଥିଲା। ତାପରେ କ'ଣ ଦେଇଛି, ସାଂସ୍କୃତିକ ବିପ୍ଳବ ପାଇଁ ମାଓ ଡ୍ୟାସ୍ ମସିହାରେ ଆହ୍ୱାନ ଦେଇଥିଲେ। କେଉଁ ମସିହାରେ ଏଟା ବି ଦେଖିନ? ତାପରେ ଦେଖ 1950 ଦଶକରେ ମାଓ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦେଇଥିଲେ। ତ ଆହ୍ୱାନ କ'ଣ ଦେଇଥିଲେ ସେଟା ବି ମଧ୍ୟ ଦେଖିନ। ତାପରେ ଦେଖ ଗ୍ରାମ୍ସିଙ୍କ ଲେଖା ସବୁ ଡ୍ୟାସ୍ ନୋଟବୁକ୍ରେ ପ୍ରକାଶିତ ପାଇଥିଲା। ଲେଖା କେଉଁ ନୋଟବୁକ୍? ଏଟା ହେବ ଜେଲ୍ ନୋଟବୁକ୍ ହେଲା। ତାପରେ ଦେଖ ଗ୍ରାମ୍ସିଙ୍କର ଦ୍ୱନ୍ଦ୍ୱର ଅର୍ଥ ବୁଦ୍ଧିଜୀବୀ ଓ ଡ୍ୟାସ୍ ମଧ୍ୟରେ ପାରିପାର୍ଶ୍ୱିକ କ୍ରିୟା। ଏଟା ତମେ ଦେଖିନବ PDF। ଦେଖ ଗ୍ରାମ୍ସିଙ୍କ ମତରେ ଶାସନ ଗୋଷ୍ଠୀର ଡ୍ୟାସ୍ ନେତୃତ୍ୱ ଶାସନ କ୍ଷମତାର ଆଧାର। ଏଟା ଆନ୍ସର୍ କ'ଣ ହେବ ନା କନସେପଚୁଆଲ ହେଜମନି ହେଲା। ଆନ୍ସର୍ କ'ଣ କନସେପଚୁଆଲ ହେଜମନି ବା କ'ଣ ସାଂସ୍କୃତିକ ଶାସନ ହେଲା। ସାଂସ୍କୃତିକ ଶାସନ ନେତୃତ୍ୱରେ ଶାସନ କ୍ଷମତାର ସେ ଆଧାର ନେଇଥିଲେ। ତାପରେ ଦେଖ ଡ୍ୟାସ୍ ମସିହାରେ ଜନ୍ ରଲ୍ସଙ୍କର ନ୍ୟାୟତତ୍ତ୍ୱ ପ୍ରକାଶିତ ହୋଇଥିଲା। କେଉଁ ମସିହାରେ? ନା ଆନ୍ସର୍ ହେବ 1971 ମସିହାରେ ହେଲା। ତାପରେ କିଏ ଦେଖ ଡ୍ୟାସ୍ ଅଜ୍ଞାନର ଆବରଣ ସମ୍ପର୍କରେ କହିଥିଲେ? ନା ଆର ଆନ୍ସର୍ ହେବ କିଏ? ଜନ୍ ରାୱଲ ହେଲା। ଜନ୍ ରାୱଲ ଅଜ୍ଞାନର ଆବରଣ ସମ୍ପର୍କରେ କହିଥିଲେ। ତାପରେ ଦେଖ ରଲସ୍ ତାଙ୍କ ସାମାଜିକ ନ୍ୟାୟତତ୍ତ୍ୱକୁ ଡ୍ୟାସ୍ ରୂପରେ ନ୍ୟାୟ ବୋଲି କହିଥିଲେ। ଏଟା ତ ଆନ୍ସର୍ ଦେଇଦେଇଛି ଏଇଠି। ତାର ଆନ୍ସର୍ କ'ଣ? ଫାୟାରନେସ୍ ବା ନ୍ୟାୟ। ତାପରେ ଦେଖ ମେନ୍ ହେଉଛି 2 ମାର୍କିଆ। 2 ମାର୍କିଆ ଦେଖ ସେଇ ଲେନିନ୍ଙ୍କ ବିପ୍ଳବ ତତ୍ତ୍ୱ କ'ଣ? ଏ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଲେନିନ୍ଙ୍କ ଉପରେ ଟିକେ ପଢ଼ିକିନା ଆସିଥିବ, କାହିଁକିନା ସେଗୁଡ଼ା ହିଁ ଅଧିକା ପକେଇବେ ହେଲା। ଗଣତାନ୍ତ୍ରିକ କେନ୍ଦ୍ରୀକରଣ କ'ଣ? ଏ ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଲେନିନ୍ଙ୍କ କ'ଣ ଶିକୁଳିର ଦୁର୍ବଳତମ ସଂଯୋଗ ଯୁକ୍ତି କ'ଣ? ବଢ଼ିଆ ବଢ଼ିଆ କ୍ୱେଶ୍ଚିନ୍ ସବୁ ଦେଇଛି, ଖାଲି ପଢ଼ିବ ଆଉ ଟିକେ କଷ୍ଟ ତ କରିବାକୁ ପଡ଼ିବ, କାହିଁକି ନା କଷ୍ଟ ନ କଲେ କିଛି ବି ହେବନି
ହେଲା। ତାପରେ ଦେଖ ମାଙ୍କର ଆଗକୁ ବଢିବା ଆହ୍ୱାନ କ'ଣ? ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆକୁ ସମସ୍ତେ ମନେ ରଖିବ। ବିରୋଧାଭାସ ତତ୍ତ୍ୱ ଉପରେ ମାଙ୍କର ଧାରଣା କ'ଣ ବା କ'ଣ ଥିଲା ସେତେବେଳେ ସେଟା ବି ଲେଖିବ। କୃଷକ ଆନ୍ଦୋଳନ ଉପରେ ମାଙ୍କର ମତ କ'ଣ? ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସବୁ ଖାଲି ଲେଖିକିନି ରଖ, ଆଉ ଆର ଆନ୍ସରଟା PDF ରୁ ବାହାର କରି ଲେଖ ଜଲ୍ଦି, ଆଉ ହାତରେ ଆଉ ସମୟ ନାହିଁ ହେଲା, ଲେଖି ଜଲ୍ଦି ପଢ଼ ତାକୁ। ଗ୍ରାମ୍ସିଙ୍କୁ କାହିଁକି ହିଟ୍ଲରବାଦୀ କ'ଣ ମାର୍କ୍ସବାଦର ପ୍ରବକ୍ତା କୁହାଯାଏ? ଏଟା ଲେଖିବ। କେଉଁ ଲେଖା ସବୁ ଗ୍ରାମ୍ସିଙ୍କୁ ବିକ୍ଷତ କରିଥିଲା? ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ରଲ୍ସଙ୍କର ଅଜ୍ଞାନର ଆବରଣ କ'ଣ? ଲସଙ୍କର ନୀତି ତତ୍ତ୍ୱ ମୂଳ ଉତ୍ପାଦନ କ'ଣ? ଇଏ ଗୋଟେ ଭଲ କ୍ୱେଶ୍ଚିନ୍। ଦେଖ ଆଉ କ୍ୱେଶ୍ଚିନ୍ ସବୁବେଳେ ଆଟେଣ୍ଡ କରିବ ସମସ୍ତେ ହେଲା, ସବୁବେଳେ କହୁଛି କ୍ୱେଶ୍ଚିନ୍ ଭୁଲ ହଉ ଠିକ ହଉ ସମସ୍ତେ ଆଟେଣ୍ଡ କରି ଆସିବ ବାସ୍। 3 ମାର୍କିଆ ଦେଖ ଲେନିନ୍ଙ୍କ ଉପରେ ହିଁ ଦେଇଛି ଅଧିକା, ପଢିକି ଯିବ। ଯାହା ଉପରେ ଅଧିକା ଦେଇଛି ସେଇଟା ପଢିକି ଯିବ, ତାପରେ ପୁରା ଫଲୋଇଂ ଡିଟେଲ୍ସ ଜାଣିବ। ଲେନିନ୍ଙ୍କ ଦଳ ସମ୍ପର୍କିତ ଧାରଣା। ତାପରେ ଦେଖ ବେଲସେଭିକ ବିପ୍ଳବ, ମାଓ ସେ ତୁଲଙ୍କ ଲୋକ ଯୁଦ୍ଧ ତତ୍ତ୍ୱ, ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସର୍ବହାର ସାଂସ୍କୃତିକ ବିପ୍ଳବ। ତାପରେ ଦେଖ ମାଓଙ୍କର ଚିରସ୍ଥାୟୀ ବିପ୍ଳବ ତତ୍ତ୍ୱ, ଗ୍ରାମସିଙ୍କର ମାର୍କ୍ସିଷ୍ଟ ଦର୍ଶନ। ତାପରେ କ'ଣ ଦେଇଛି ନା ବୁଦ୍ଧିଜୀବୀ ମାନଙ୍କର ଭୂମିକା ଉପରେ ଗ୍ରାମ୍ସିଙ୍କର ମତ କ'ଣ ଥିଲା ସେତେବେଳେ ବୁଦ୍ଧିଜୀବୀ ମାନଙ୍କର। ରଲ୍ସଙ୍କର ନିଜସ୍ୱ ସ୍ଥିତି, ଆବଣ୍ଟ ନାମକ ନ୍ୟାୟ ଉପରେ ରଲ୍ସଙ୍କ ଧାରଣା କ'ଣ? ଦେଖ ନିଷ୍ପକ୍ଷତା ଭାବରେ ନ୍ୟାୟ, ଏଟା ବି କ'ଣ ଏଟା ଜାଣିଥିବ ନା। ଆଉ ଦେଖ ତାପରେ 7 ମାର୍କିଆ ସବୁବେଳେ ଇମ୍ପୋର୍ଟାଣ୍ଟ। କେହି ବି 2 ମାର୍କିଆ ଛାଡ଼ି ଦିଅ କିଛି ଅସୁବିଧା ନାହିଁ, କିନ୍ତୁ କେବେ ବି 7 ମାର୍କିଆ କେବେ ଛାଡ଼ିବନି। ଆସୁନି ଲେଖିବ, ଯାହା ନାହିଁ ତାହା ଲେଖିବ, 7 ମାର୍କିଆ କେବେ ଛାଡ଼ିବନି। ଦେଖ ମାର୍କ୍ସବାଦୀ ତତ୍ତ୍ୱ ଅଭିବୃଦ୍ଧିରେ ଲେନିନ୍ଙ୍କର ଅବଦାନ ଆଲୋଚନା କର। ଏ ଗୋଟା ଦେଇଦେଇଛି ଲେନିନ୍ଙ୍କ ଉପରେ, ଦେଖୁଛ ତ କେତେ ଥର ଦେଇଛି। ତ ଲେନିନ୍ଙ୍କ ଉପରେ ତମେ ପଢିବ ସବୁବେଳେ, ଯାହା ଉପରେ ଅଧିକା ଥର ଦେଇଥିବ ସେଟା ଯଦି ପଢିବ ତମ ପାଇଁ ଭଲ ହବ। ଲେନିନ୍ଙ୍କର ସମାଜବାଦ ତତ୍ତ୍ୱ ବର୍ଣ୍ଣନା କର। ଇଏ ଗୋଟେ ଦେଖ, ତା ଅରେ ବି ସେଇଟା ଦେଇଛି। ଦେଖ ତାପରେ 5 ନମ୍ବର ଦେଖ ସାମ୍ୟବାଦୀ ତତ୍ତ୍ୱକୁ ମାଓ ସେ ତୁଙ୍ଗ ଅବଦାନ ପରୀକ୍ଷା କର। ଇଏ ବି ଗୋଟେ ଦେଖିକିନି ଆସିବ ଆକୁ ଭଲ କିନି। ଦେଖ ମାଓଙ୍କର ନୂତନ ଗଣତନ୍ତ୍ର ମାଓଙ୍କ ଉପରେ ବି ପଢିବ ଗଣତନ୍ତ୍ର ବିଷୟ। ତାପରେ ଗ୍ରାମ୍ସିଙ୍କର ନେତୃତ୍ୱ ତତ୍ତ୍ୱ ପରୀକ୍ଷା କର ଗ୍ରାମ୍ସିଙ୍କ ଉପରେ ହେଲା। ତା ଅରେ କ'ଣ ଦେଇଛି ଦେଖ ରକ୍ଷଣଶୀଳ ମାର୍କ୍ସବାଦର ଗ୍ରାମ୍ସି ଆଣିଥିବା ପରିବର୍ତ୍ତନ ଉପରେ ଏକ ଟିପ୍ପଣୀ ଦିଅ। ଜନ୍ ରାଲ୍ସଙ୍କର ନ୍ୟାୟ ତତ୍ତ୍ୱ ପରୀକ୍ଷା କର। 7 ନମ୍ବରରେ ତା ଅର ଦେଇଛି ଜନ୍ ରାଲ୍ସଙ୍କ ଦ୍ୱାରା ବର୍ଣ୍ଣିତ ନ୍ୟାୟ 2ଟି ନୀତି ବୁଝା ଲେଖ। ଯାହା ଦେଇଛି ତାରି ଉପରେ ତା ଅରେ ଦେଇଛି, ତମେ 2ଟା ଭିତରୁ ଯୋଉଟା ହିଁ ଲେଖିପାରିବ ମନ ଇଚ୍ଛା ଆରାମସେ, କିଛି ଡରିବାର ନାହିଁ। ଆସିଲେ ଲେଖିବ, ନ ଆସିଲେ ଲେଖିବ, ସମସ୍ତେ ଏଇଟା ମନେ ରଖିଥିବ। ପେଜ କେହି ଛାଡ଼ି ଆସିବନି, ସମସ୍ତେ ଆଟେଣ୍ଡ କରିବ ସବୁ କ୍ୱେଶ୍ଚିନ୍ ହେଲା। ବୁଝିପାରିଲ ସମସ୍ତେ? ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ସମସ୍ତେ ନୋଟ୍ କରନ୍ତୁ, ପଢ଼ନ୍ତୁ ଭଲ ଭାବରେ ଏବେଠୁ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଭିଡ଼ିଓ ଦେଖିବା ପାଇଁ ଆଗକୁ ଏଭଳି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।